ଆମ ମିନିଷ୍ଟ୍ରି ବିଷୟ କହିବା ପାଇଁ ଇଚ୍ଛା କରୁଛି। ପ୍ରଭୁ ଚିରଞ୍ଜନ କରାଡ଼ଙ୍କୁ ଯେତେବେଳେ ପ୍ରଭୁ ଆହ୍ୱାନ କଲେ, ତାର ଆହ୍ୱାନ ଅନୁଯାୟୀ ଟ୍ରେନିଂ ସାରିଲା ପରେ ସେ ଆମ ଗଜପତି ଜିଲ୍ଲାରେ କେତେ କାମ କରିବା ପାଇଁ ମନସ୍ଥ କଲେ। ବାରମ୍ବାର ବୋଧେ ଏଇଟା କହିକି ଆସୁଛୁ ଆମେ, ଆଜିକୁ 4-3 ବର୍ଷ ହେଲାଣି ଆମେ ଏ ପ୍ରକାର ଶିବିର କରୁଛୁ। ଆଉ ସେ ସବୁବେଳେ କହେ ଯେ ମୋର ସେବା କାର୍ଯ୍ୟ ଅଭିବୃଦ୍ଧି ନିମନ୍ତେ ମୋର ସମ୍ମିଳନୀର ପାଳକମାନେ, ଅଭିଷେକ ପାଳକମାନଙ୍କର ପ୍ରାର୍ଥନା ମୋ ପ୍ରତି ବହୁମୂଲ୍ୟ। ତେଣୁ ସେମାନଙ୍କୁ ମୁଁ ସମ୍ମାନ ଦେବାର ମୋର କର୍ତ୍ତବ୍ୟ ଆଉ ମୋର ସେବା କାର୍ଯ୍ୟ ନିମନ୍ତେ। ଆଉ ସେଥିପାଇଁ ସେ ସବୁ ବର୍ଷ ଏଭଳି ଗୋଟେ ଗୋଟେ ମିଟିଂ ରଖି ଆସୁଛନ୍ତି। ପ୍ରଭୁଙ୍କ ଦାସମାନଙ୍କୁ ସେ ବହୁତ ଭକ୍ତିର ସହିତ ସମ୍ମାନ କରନ୍ତି, ହୃଦୟରେ ସମ୍ପୂର୍ଣ୍ଣ ଭାବରେ ଆଉ ସେ ସ୍ଥାନ ଦେଇ ଆସୁଅଛନ୍ତି, ପୁଣି ପ୍ରାର୍ଥନା କରୁଅଛନ୍ତି। ଆଉ ମୁଁ ଯେତେବେଳେ ତାଙ୍କ ସହିତ ସାମିଲ ହେଲି, ଦେଖିଲି ଯେ ସେ ଜଣେ ଅତି ନମ୍ରଶୀଳ ବ୍ୟକ୍ତି ଅଟନ୍ତି। ସମସ୍ତଙ୍କୁ ସମାନ ଭାବରେ ଆଉ ସେ ତାଙ୍କ ଦୃଷ୍ଟିରେ ଦେଖନ୍ତି। ମୁଁ ରାଜୁଙ୍କର ବାପା ହିସାବରେ, ରାଜୁଙ୍କୁ ପୁଅ ହିସାବରେ ଛୋଟ କି ବଡ଼ ଏଭଳି ଦେଖନ୍ତି ନାହିଁ, ପ୍ରାୟ ସମସ୍ତଙ୍କୁ ସମାନ ଦେଖନ୍ତି। ଏକ୍ଜାମ୍ପଲ ମୁଁ ଦେଲି। ଆଉ ସେଥିପାଇଁ ତାଙ୍କର ଯେଉଁ ମନୋବୃତ୍ତି ରହିଛି, ସେବାର ମନୋବୃତ୍ତି, ଆଉ ମୁଁ ତାଙ୍କୁ ସାହାଯ୍ୟ କରିବା ପାଇଁ କେତେକ କାମରେ ଆଉ ମୁଁ ପ୍ରାଣପଣ ଚେଷ୍ଟା କରି ଲାଗିଥାଏ। ଆଉ ସେ ମୋତେ ବଡ଼ ଭାଇ ହିସାବରେ ବାପା ଦାଦା କୁହନ୍ତି, ଆଉ ଦାଦା ବାପାର ସମ୍ମାନ ଦେଇ ମୋର ଯେତିକି ଅନୁଭୂତି ଆଇଜିଏମ୍ରେ ରହିକି, ଆଉ ସେଇ ଅନୁଭୂତି ଅନୁଯାୟୀ ତାକୁ ମୁଁ ସାଜେସନ୍ ଦେଲେ କେବେ ହେଲେ ସେ ମନା କରନ୍ତିନି କି ପ୍ରୋଗ୍ରାମ୍ ପରିବର୍ତ୍ତନ କରନ୍ତିନି। ସେ ଯଦି ସେ କେତେ ଉଚ୍ଚରେ ପ୍ରଭୁ ତାକୁ ବ୍ୟବହାର କରୁଛନ୍ତି, ତାଙ୍କ ତୁଳନାରେ ମୁଁ କିଛି ନୁହେଁ। କିନ୍ତୁ ମୋର ପରାମର୍ଶ ସେ ମାନନ୍ତି, ଏଇଟା ଗୋଟେ ଆଶ୍ଚର୍ଯ୍ୟ ମୋତେ ଲାଗେ। ପ୍ରଭୁ ତାଙ୍କୁ ସେ ପ୍ରକାର ଆଉ ଜ୍ଞାନ ଦେଇଛନ୍ତି, ଆଉ ପ୍ରଭୁ ତାଙ୍କୁ ଭଲ ଟ୍ୟାଲେଣ୍ଟ ଦେଇଛନ୍ତି। ଅନେକ ଭାଷା, ପ୍ରାୟ 16-17ଟା ଭାଷା ଜାଣନ୍ତି, ଆଉ ସେ ପ୍ରଭୁଙ୍କ ସେବା କାର୍ଯ୍ୟରେ ବିନିଯୋଗ ହୁଅନ୍ତି। ସେବା କାର୍ଯ୍ୟ କରି ଆସୁ ଆସୁ ଆଇଜିଏମ୍ରେ ସେ ବିଶ୍ୱାସର ସହିତ ଆଗଉଛନ୍ତି। ବିଶ୍ୱାସ ମଧ୍ୟରେ ଗତ 2-3 ବର୍ଷ ତଳେ ତାଙ୍କ ପରିବାରର ଯେଉଁ ବିଶୃଙ୍ଖଳା ସୃଷ୍ଟି ହେଲା, ଆପଣମାନେ ଜାଣିଛନ୍ତି। ଅସହନୀୟ ଯନ୍ତ୍ରଣା, ସେ ଅସହନୀୟ ଯନ୍ତ୍ରଣା ମଧ୍ୟରେ ସେ କି ପ୍ରକାର ଭାବରେ ପ୍ରଭୁଙ୍କ ନିକଟବର୍ତ୍ତୀ ହୁଅନ୍ତି, ପ୍ରଭୁଙ୍କୁ ଛାଡ଼ନ୍ତି ନାହିଁ, ସେବା କାର୍ଯ୍ୟକୁ ଜାରି ରଖନ୍ତି। ସହଜରେ ସମସ୍ତଙ୍କ ପାଇଁ ତାହା ହୋଇନପାରେ। ଅନେକ ସମୟରେ ଆମ ସେବା କାର୍ଯ୍ୟରେ ବାଧାବିଘ୍ନ ଆସିଲେ ଆମେ ସ୍ଲୋ ହେଇଯାଉ, ମନ ଭାଙ୍ଗି ଯାଏ। ସେବା କାର୍ଯ୍ୟକୁ ଆମେ ଟିକେ ଡିମ୍ରେ ଆଗେଇ ଥାଉ। ପବିତ୍ର ଧର୍ମଶାସ୍ତ୍ରର 3 ଗୋଟି ମହାନ ଦାସମାନଙ୍କର ବ୍ୟବହାରକୁ ଆପଣମାନଙ୍କର ସମ୍ମୁଖରେ ଥୋଇବାକୁ ଚାହେଁ। ସଦାପ୍ରଭୁ ପରମେଶ୍ୱର ଅବ୍ରାହମଙ୍କୁ ଆହ୍ୱାନ କଲେ। ଅବ୍ରାହମ କି ପ୍ରକାର ଭାବରେ ତାଙ୍କୁ ବିଶ୍ୱାସ କରି ଚାଲିଥିବା ବିଷୟ ଆମେ ସମସ୍ତେ ଜାଣୁ, ସମୟ ନାହିଁ ପ୍ରଚାର କରିବାକୁ। ଆଦି ପୁସ୍ତକ 22:3-5 ପଦ ଯେତେବେଳେ ପଢ଼ିବା, ତାଙ୍କର ଗୋଟିଏ ମାତ୍ର ପୁତ୍ରଙ୍କୁ ବଳିଦାନ ଦେବା ପାଇଁ ପ୍ରଭୁ କହିଲେ, ସେ ରାଜି ହେଇଗଲେ। ଗଧ ଛୁଆ ଉପରେ ବସି ଦାସମାନଙ୍କୁ ଧରି, ପୁଅକୁ ଧରି ଚାଲିଲେ। 3 ଦିନ ରାସ୍ତା ଚାଲିଲା ପରେ ନିର୍ଦ୍ଦିଷ୍ଟ ଜାଗାରେ ପହଞ୍ଚିବା ପୂର୍ବରୁ ସେ ଦାସମାନଙ୍କୁ କହିଲେ, ରୁହ, ତୁମେ ଏଠି ଅଟକି ଯାଅ। ଗୋଟେ ବିଷୟ ଅଛି। କ'ଣ ବିଷୟ ଅଛି? ସେ ବଳିଦାନ କରିବା ପୂର୍ବରୁ ପ୍ରଭୁଙ୍କର ଆରାଧନା କରିବେ। ତୁମେ ଏଠିକି ଅଟକି ଯାଅ। ଆମେ ଯାଇ, ବାପ ଏବଂ ପୁଅ ଯାଇ ପ୍ରଭୁଙ୍କର
ଆରାଧନା କରି ଫେରି ଆସିବୁ। ସେ ପୁଅକୁ ବଳିଦାନ କରିବାର ତାର ସେ ସମୟ ମଧ୍ୟରେ କି ପ୍ରକାର ଚିନ୍ତାଧାରା ତାଙ୍କର, ଆଗ ପ୍ରଭୁଙ୍କୁ ଆରାଧନା କଲା ପରେ ସେ ପୁଅଙ୍କୁ ବଳି ଦେବେ। ସେଇ ପ୍ରକାର ଭାବରେ ଆମେ ଆୟୁବଙ୍କ କଥା ଦେଖୁ, 1 ପର୍ବ ତାର 20-21ରେ ସମସ୍ତ ହରେଇ ଦେଲା ପରେ ପ୍ରଭୁ ଦେଇଥିଲେ, ପ୍ରଭୁ ନେଲେ, ପ୍ରଭୁଙ୍କ ନାମରେ ନେଲେ। ପୁଣି ଆମେ ଆଉ ଗୋଟେ କଥା ଦେଖୁଛୁ, 2 ସାମୁଏଲ ତାର 12 ପର୍ବର 20, ଦାଉଦଙ୍କ ବିଷୟ। ତାଙ୍କ ପୁଅ ମରିଗଲା ପରେ ଉଠିଲେ, ଗାଧେଇଲେ, ବାଧେଇଲେ, ପୁଣି ଆଗ ସେ ମନ୍ଦିରକୁ ଧାଉଁଛନ୍ତି। ମନ୍ଦିରରେ ଯାଇ ପ୍ରଭୁଙ୍କ ସେବା କଲା ପରେ ସେ ଆସି ଅନ୍ୟାନ୍ୟ କାମ କରିବା। ଆଉ ଆମେ ବଢ଼ିବା ନାହିଁ, ସମୟ ବେଶୀ ବହୁତ ହେଇଗଲା। ତେବେ ବିପଦ ସମୟରେ, ଦୁଃଖ ସମୟରେ, ପୁଅଙ୍କୁ ବଳି ଦେବା ସମୟରେ ସେ କି ପ୍ରକାର ପ୍ରଭୁଙ୍କୁ ସ୍ଥାନ ଦେବା ଆଗେ, ସେଇ ପ୍ରକାର ଭାବରେ ପ୍ରିୟ ଦାସଙ୍କ କଥା ମୁଁ କହିବାକୁ ଇଚ୍ଛା କରେ। ପରିବାର ଭାଙ୍ଗିଗଲା, କେତେ ସମସ୍ୟା, କେତେ ଦୁଃଖ, କେତେ ପରିସ୍ଥିତି, ତାହା ଅସହନୀୟ ଯନ୍ତ୍ରଣା ମଧ୍ୟରେ ପ୍ରଭୁଙ୍କ ଠାରୁ ସେ ତିଳେ ହେଲେ ପଛେଇଲେ ନାହିଁ, ସେ ଆଗକୁ ମାଡ଼ି ଚାଲେ। ତେଣୁ ପ୍ରଭୁଙ୍କ ଲୋକମାନେ ପଡ଼ିଗଲେ ମଧ୍ୟ ପ୍ରଭୁ ହାତ ଧରି ଯେ ପ୍ରକାର ଉଠଉଛନ୍ତି, ତାଙ୍କୁ ସେଇ ପ୍ରକାର ପଡ଼ିବାକୁ ଯଦି ତ ଶୈତାନ ପରୀକ୍ଷା କଲେ, କିନ୍ତୁ ପ୍ରଭୁ ଆଉ ହାତ ଧରି ଉଠେଇଲେ, ଆଉ ଏଇ ସେବା କାର୍ଯ୍ୟକୁ ସେ ଜାରି ରଖିଛନ୍ତି। ତେଣୁ ପ୍ରଭୁଙ୍କ ମହାନାମର ଧନ୍ୟ ହଉ। ଆଉ ମୁଁ ଆଗକୁ ନାହିଁ, ଏତିକି କହି ବନ୍ଦ କରୁଛି। ମୁଁ ଆମର ଦୀପା ମା ଆଇଜିଏମ୍ରେ କାମ କରୁଥିବା ବେଳେ ଆମ ଦୀପା ମା ଆମମାନଙ୍କର ଏକ ମା ଭଳି ହେଇ ସେ ଆମମାନଙ୍କୁ ପ୍ରତିପାଳନ କରୁଥିଲେ। ସେ ଉପସ୍ଥିତ ଥିବାରୁ ମୁଁ ତାଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଅଭ୍ୟର୍ଥନା କରୁଛି ବା ଧନ୍ୟବାଦ ଦେଉଛି। ଥ୍ୟାଙ୍କ ୟୁ। ପ୍ରେଜ୍ ଦ ଲର୍ଡ। ପ୍ରୋଗ୍ରାମ ଦେହରେ ଆମେ ଦେଖୁଛୁ ଫାଷ୍ଟ ମେସେଜ ବୋଲିକିରି ଅଛି, ମେସେଜ ଅଫ ଗଡ୍, ରେଭରେଣ୍ଡ କେ ତେଲୁଗୁ। ଆଜି ଗୋଟେ ବିଶେଷ ଦିନ, ମୁଁ ମିନିଷ୍ଟ୍ରି ବିଷୟରେ କହିବି। ସମସ୍ତେ ଟିକେ ନିରବରେ ଏବଂ ଧୈର୍ଯ୍ୟର ସହିତ, ଖୁସିର ସହିତ ବସିବା। ଯେହେତୁ ପାଳକ ମାନେ ଯିଏ ଆମମାନେ